ଆସନ୍ତା ମାର୍ଚ୍ଚ 23 ତାରିଖ ଦିନ ମା ଠାକୁରାଣୀଙ୍କ ନବଦିନ ବ୍ୟାପୀ କଳସ ଯାତ୍ରା ଆରମ୍ଭ ହେବ। ଡାବୁଗାଁ, ଓମରାହାଣ୍ଡି ଓ ଗୁଡ୍ରିଗୁଡା ଗ୍ରାମର ପାରମ୍ପରିକ ମୁଖ୍ୟ, ମୂଳ ନିବାସୀ, ରଇତ ଓ ପ୍ରମୁଖ ବ୍ୟକ୍ତିମାନଙ୍କ ଉପସ୍ଥିତିରେ କଳସୀ ମଣ୍ଡପ ନିକଟରେ ଏହାର ଉଦ୍ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ସତ୍ୟରଞ୍ଜନ ପାତ୍ର ସଭାପତି, ବିନୋଦ ସୌରା ସମ୍ପାଦକ, ପାପନା ରେଲି ସଭାପତି, କୁନୁ ପାତ୍ର ସହସମ୍ପାଦକ, ସୁରେନ୍ଦ୍ର ଦେଲି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଦେବରାଜ ପାତ୍ର, ଏମ୍ ଆପାରାଉ, ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ସୁରେନ୍ଦ୍ର ମିଶ୍ର, ବିଶ୍ୱରଞ୍ଜିନ ପାତ୍ର, କିଶୋର ପାତ୍ର, ଜି ସାଇରାଜୁ, ରାଜେନ୍ଦ୍ର ରେଲି, ଜି ପ୍ରକାଶ ରାଉ ପ୍ରମୁଖ ସମେତ ଅନ୍ୟାନ୍ୟ ବରେଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଛତିଶଗଡ଼ ରତନପୁରରୁ ରାୟ ପରିବାର ପ୍ରଥମେ ପାଢାଗଡା ଓ ପରେ ଓମରାହାଣ୍ଡି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଡାବୁଗାଁ ଆସିଥିବା ଐତିହାସିକ ଘଟଣାର ଏକ ଅନନ୍ୟ କିମ୍ବଦନ୍ତୀ ଅଟେ ମା ଠାକୁରାଣୀଙ୍କ କଳସ ଯାତ୍ରା। ମାଙ୍କ ଯାତ୍ରା ସହ ଜଡ଼ିତ ଅନେକ କିମ୍ବଦନ୍ତୀ। ପ୍ରତିବର୍ଷ ମା ଠାକୁରାଣୀ ପାତ୍ରସାହିରେ ଅବସ୍ଥିତ କଳସ ମଣ୍ଡପକୁ ଆସନ୍ତି ନବଦିନ ପାଇଁ। ନବରଙ୍ଗପୁରରୁ ପ୍ରିୟଦର୍ଶିନୀ ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ।